ସୁନ୍ଦର ବନ ଜଙ୍ଗଲରେ ଦୁଇଟି ଚଢ଼େଇ ବାସ କରୁଥାନ୍ତି। ଆରେ ମିକି, ତୁ ଜାଣିଛୁ ଆଜି ମତେ ପୁଅ ଘର ଲୋକ ଦେଖିବାକୁ ଆସୁଛନ୍ତି। ଏଥିପାଇଁ ମୁଁ ଆଜି ବହୁତ ଖୁସି ଅଛି। ଟିକି, ମୁଁ ତ ତୋ ଠାରୁ ବହୁତ ବଡ଼, ମତେ କାହିଁକି ପୁଅ ଘର ଲୋକ ଦେଖିବାକୁ ଆସୁନାହାନ୍ତି? ଦେଖ ମିକି, ମୁଁ ତୋ ଠାରୁ ବହୁତ ସୁନ୍ଦର, ତୁ ଗୋଟିଏ ଅସୁନ୍ଦର ଚଢ଼େଇ, ସେଥିପାଇଁ ତତେ କୋଉ ମଧ୍ୟ ପୁଅ ଘର ଚଢ଼େଇ ଦେଖିବାକୁ ଆସନ୍ତି ନାହିଁ। ଟିକି, ମୁଁ କ'ଣ କରିବି ଯେ? ଭଗବାନ ଯାହା ଦେଇଛନ୍ତି ମୋତେ, ମୁଁ କ'ଣ ଚାହିଁଲେ ମଧ୍ୟ ମୋ ରୂପକୁ କ'ଣ ବଦଳାଇ ପାରିବି? ଭଗବାନ ମୋତେ ଯେଉଁ ରୂପ ଦେଇଛନ୍ତି ମୁଁ ସେଇଥିରେ ଖୁସି ଅଛି। ହଁ, ତୋର ଯେମିତିକାର ମୁହଁ ମୋତେ ପସନ୍ଦ ନୁହଁ। ତୁ ମୋ ଠାରୁ ବଡ଼ ହେଲେ ମଧ୍ୟ କୌଣସି ପୁଅ ଚଢ଼େଇ ତୋ ପାଖକୁ ଆସନ୍ତି ନାହିଁ। ସମସ୍ତଙ୍କୁ ମୁଁ ସୁନ୍ଦର ଲାଗେ, ସେଥିପାଇଁ ମୋ ପାଖକୁ ଆସନ୍ତି। ତୁ ଏମିତିରେ କେବେ ମଧ୍ୟ ବାହା ହେଇପାରିବୁ ନାହିଁ। ଭଗବାନ ତ ମୋ ଭାଗ୍ୟରେ ଦୁଃଖ ଦେଇଛନ୍ତି, ମୁଁ କ'ଣ କରିବି? ଭଗବାନ ଯାହା ଚାହିଁବେ ତାହା ହିଁ ହେବ। ଆଲୋ ମିକି, ତୋର ଏଇ ଫାଲତୁ କଥାକୁ ଶୁଣିବାକୁ ମୋ ପାଖରେ ଟାଇମ୍ ନାହିଁ। ସେପଟେ ବହୁତ ଟାଇମ୍ ହେଲାଣି। ପୁଅ ଘର ଲୋକ ଆସି ମୋତେ ସେଠାରେ ଜଗିଥିବେ। ମୁଁ ଯାଉଛି ଜଙ୍ଗଲ ଭିତରକୁ, ସେମାନଙ୍କୁ ଭେଟିବି। କାଳୁ କାଉ ତାର ସାଙ୍ଗ ମୂଷା ଦୁଇଜଣ ଜଙ୍ଗଲରେ ଟିକି ଚଢ଼େଇକୁ ଅପେକ୍ଷା କରିଛନ୍ତି। କିଛି ସମୟ ପରେ ଟିକି ଓ ମିକି ଦୁଇଜଣ ସେମାନଙ୍କ ପାଖରେ ପହଞ୍ଚିଲେ। ଆରେ ଟିକି, ତମର କ'ଣ ଏତେ ଲେଟ୍ ହେଲା? ଆସିବାରେ କ'ଣ ପ୍ରୋବ୍ଲେମ୍ ହେଲା କି? ନାଇଁ କାଳୁ, ସେମିତି କିଛି ବି ପ୍ରୋବ୍ଲେମ୍ ହେଇନି। ଆରେ କାଳୁ ଭାଇ, ତମେ କ'ଣ ଏତେ ଚିନ୍ତା କରୁଛ? ମୁଁ ତ କାହିଁ ଜାଣିନି ତମେ ଏତେ ଚିନ୍ତା କରିବାର। ଭାଉଜଙ୍କୁ ଲେଟ୍ ହେଲା, ସେ ସଜବାଜ ହେଇକି ଆସିବାରୁ ଲେଟ୍ ହୋଇଥିବ। ତମେ ତ ଖାଲି ବାହା ହେବାକୁ ଖାଲି କନ କନ ହଉଛ। ଆରେ ମୁଚିକ ଭାଇ, ତମେ ଟିକେ ପାଟିଟା ବନ୍ଦ କର, ମୁଁ ଏମିତିରେ ପଚାରିଦେଲି। ହଁ, ତମେ ଆଉ କାହିଁକି କହିବ ଯେ ତମକୁ ତ ଭାଉଜ ମିଳିଗଲା। ତମେ ବାହା ହେଲା ପରେ ଏଇ ମୂଷା ସାଙ୍ଗକୁ ତମେ ଆଉ ପଚାରିବ କି ନାହିଁ କିଏ ଜାଣେ। ଆରେ ମୂଷା ଭାଇ, ତୁମେ ଚିନ୍ତା କରନି। ଯଦି ସେ ତୁମ ସହ କଥା ନ ହେବେ ତାହେଲେ ମୁଁ ତୁମ ସହ ନିଶ୍ଚୟ କଥା ହେବି। ଆରେ କାଳୁ ଭାଇ, ଦେଖିଲ ଭାଉଜ କଥା ପଦେ କହିଲେ ମନକୁ ପାଇଲା। ଆରେ ଆରେ ଶୁଣ ଶୁଣ, ସେପଟେ ବାହାଘର ପାଇଁ ଟାଇମ୍ ଚାଲିଯାଉଛି। ଚାଲ ଏବେ ବାହାଘର ହୋଇଯିବା, ତାପରେ ଦେଖିବା। ଏହାପରେ କାଳୁ କାଉ ଓ ଟିକି ଚଢ଼େଇଙ୍କ ବାହାଘର ହୋଇଯାଏ। ସେମାନେ ଦୁଇଜଣ ମନ ଖୁସିରେ ଘରେ ରହିଥାନ୍ତି। ଏମିତି ଦୁଇଜଣଙ୍କ କିଛି ଦିନ ଚାଲିଯାଏ। ଆରେ କାଳୁ, ତୁମେ ପ୍ରତିଦିନ ଏମିତି ଘରେ କାହିଁକି ବସୁଛ? ଯାଇକି ମୋ ପାଇଁ କିଛି ଖାଦ୍ୟ ଆଣ, ଆଉ ମୋ ପାଇଁ ଆସିଲା ବେଳକୁ ମେକଅପ୍ ନେଇକି ଆସିବ, ବୁଝିଲ? ନହେଲେ ତମେ ଘରକୁ ଆସିଲେ ମୁଁ ତୁମକୁ ଖାଇବାକୁ ଦେବି ନାହିଁ। ଆରେ ଟିକି, ତୁମେ ମୋତେ ସବୁଦିନେ ମେକଅପ୍ ଆଣିବାକୁ କହୁଛ, ଘରେ ତ ପଇସା ମଧ୍ୟ ନାହିଁ, ମୁଁ କ'ଣ କରିବି? ମୋତେ କିଛି ଜଣା ନାହିଁ। ତୁମେ ଯାଅ ମୋ ପାଇଁ ସାମାନ ନେଇ ଆସିବ, ନହେଲେ ମୁଁ ତୁମକୁ ଖାଇବାକୁ ଦେବିନି। କାଳୁ କାଉ ଟିକିକୁ ଡରି ସେଠାରୁ ଖାଦ୍ୟ ଆଣିବାକୁ ଚାଲିଯାଏ। କାଳୁ କାଉ ଖାଦ୍ୟ ଖୋଜିବାକୁ ଯିବା ବେଳେ ତାର ମୂଷା ସାଙ୍ଗକୁ ଭେଟେ। ଆରେ କାଳୁ ଭାଇ, ତମେ ନୂଆ ନୂଆ ବାହା ହେଇଛ, ଭାଉଜ ପାଇଛ, କେତେ ଖୁସିରେ ଥିବ। ଆରେ ମୂଷିକ, ତୁ ମୋତେ ବାହାଘର କଥା କହନି। ଯେବେଠାରୁ ମୁଁ ତୋ ଭାଉଜକୁ ଆଣିଛି ସେବେଠାରୁ ମୋ ମୁଣ୍ଡରେ ଗୋଟିଏ ବୋଝ ପଡ଼ିଲା ଭଳି ଲାଗୁଛି। ଜଙ୍ଗଲ ସାରା ଖୋଜି ଖୋଜି ଗୋଟିଏ ସୁନ୍ଦରିଆ ଚଢ଼େଇକୁ ବାହା ହେଇଥିଲି, ହେଲେ କ'ଣ ହବ? ସେ ସବୁଦିନ ସୁନ୍ ପାଉଡ଼ର ଲଗାଇ ପଇସା ସାରୁଛି, ଆଉ ମୋତେ ଖାଲି କାମ କରିବାକୁ କହୁଛି। ମୁଁ ଏକା ଥିଲି, ବହୁତ ଭଲ ଥିଲି, ବାହା ହୋଇ ବହୁତ ଭୁଲ କରିଦେଇଛି। କାଳୁ ଭାଇ, କେମିତି ଲାଗିଲା? ମୁଁ ଜାଣିଥିଲି ପରା ବାହା ହେବାକୁ ତମେ କନ କନ ହଉଥିଲ। ଏବେ ବୁଝିଲ ତ ବାହା ହେଲେ କ'ଣ ହୁଏ?
କୁସୁମପୁର ବୋଲି ଗୋଟିଏ ଗ୍ରାମ ଥିଲା। ସେହି ଗ୍ରାମରେ ଗୋଟିଏ ପିଲା ରହୁଥିଲା। ତାର ନାମ ହେଉଛି କୁନା। ତାରି ଘର ଆଗରେ ଗୋଟିଏ ମହୁଲ ଗଛ ଥିଲା। ସେହି ମହୁଲ ଗଛରେ ବହୁତ ଗୁଡ଼ିଏ ମହୁଲ ଫୁଲ ଫୁଟିଥିଲା। ପ୍ରତ୍ୟେକ ଦିନ ସେହି ଗଛକୁ ଗୋଟିଏ ବଣି ଆସୁଥାଏ। କୁନା ଏସବୁ ପ୍ରତ୍ୟେକ ଦିନ ଦେଖୁଥାଏ। ମହୁଲ ଗଛରୁ ଯେତେ ସବୁ ଫୁଲ ପଡ଼ିଥାଏ ବଣି ସେଠାରେ ବସି ସବୁ ଫୁଲ ଗଣିଥାଏ। କୁନା ତାର ଘର ଗୁମ୍ଫାଟି ଜଳିବା ଦେଖି ପକ୍ଷୀମାନେ ସେଠାକୁ ଆସିଲେ। ସମସ୍ତ ପକ୍ଷୀମାନଙ୍କୁ ଟିକି ଚଢ଼େଇ ସବୁ କଥା କହିଲା। ଏହାପରେ ପକ୍ଷୀମାନେ ଆଉ ସେହି ଗୁମ୍ଫାକୁ ଡରିଲେ ନାହିଁ।